ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ଦ୍ୱିତୀୟ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ରୋଲ୍ ନମ୍ବର ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି ପିଲାମାନେ ଏଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି ଏଠି ଲେଖିବ ତୁମର ବ୍ଲକର ନାମ। ଠିକ୍ ଅଛି ତାପରେ ପିଲାମାନେ ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 6, ପ୍ରଶ୍ନ ସଂଖ୍ୟା 16 ଏବଂ ପୂର୍ଣ୍ଣ ସଂଖ୍ୟା 30। ଠିକ୍ ଅଛି ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ସୂଚନା ଅଛି ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ତଳେ ଦିଆଯାଇଥିବା ଚିତ୍ର ଦେଖି 3ଟି ବାକ୍ୟ ଲେଖ। ପିଲାମାନେ ଏହି ଚିତ୍ରକୁ ଦେଖି 3ଟି ବାକ୍ୟ ତୁମେ ଲେଖିବ। ପ୍ରଥମ ବାକ୍ୟରେ ଲେଖିବ ଏହା ଗୋଟିଏ ଡାକ୍ତରଖାନାର ଦୃଶ୍ୟ। ଠିକ୍ ଅଛି 2 ନମ୍ବର ବାକ୍ୟରେ ଲେଖିବ ଡାକ୍ତରଖାନାର ସାମ୍ନାରେ ଆମ୍ବୁଲାନ୍ସ ଗାଡ଼ି ଏବଂ ଡଷ୍ଟବିନ୍, ଏହା ସହିତ ଅନେକ ଲୋକ ଠିଆ ହୋଇଛନ୍ତି। ତୃତୀୟ ବାକ୍ୟରେ ଲେଖିବ ଗୋଟିଏ ରୋଗୀକୁ 2 ଜଣ ସହଯୋଗୀ ଡାକ୍ତରଖାନା ଭିତରକୁ ନେଉଛନ୍ତି। ଆହୁରି ଅନେକ ପ୍ରକାର ପିଲାମାନେ ତୁମେ ନିଜ ମନରୁ ତୁମେ ଲେଖିପାରିବ। ଠିକ୍ ଅଛି ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳ ଅନୁଚ୍ଛେଦଟିକୁ ପଢ଼ି 2ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ଠିକ୍ ଅଛି ପ୍ରଥମ ପ୍ରଶ୍ନ ଆକାଶରେ କେତେବେଳେ କଳା ମେଘ ଘୋଟିଥିଲା? ତୁମେ ଲେଖିବ ସନ୍ଧ୍ୟା ସମୟରେ। ଆକାଶରେ ସନ୍ଧ୍ୟା ସମୟରେ କଳା ମେଘ ଘୋଟିଥିଲା। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ଲୋକେ କାହିଁକି ଘରୁ ବାହାରୁ ନଥାନ୍ତି? କାହିଁକି? ମୂଷଳ ଧାରାରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଧ୍ୱନି ବିଜୁଳି ଆଲୁଅ ଲୋକଙ୍କ ମନରେ ଭୟ ସଞ୍ଚାର କଲା, ସେଥିପାଇଁ ସେ ଘରୁ ବାହାରୁ ନଥାନ୍ତି। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ଦେଖିବା କେଉଁମାନେ କୁକୁର ଛୁଆଟିକୁ ସାହାଯ୍ୟ କଲେ? କେଉଁମାନେ କୁକୁର ଛୁଆଟିକୁ ସାହାଯ୍ୟ କଲେ? ଅମର, ଆକବର ଓ ଆନ୍ଥୋନି ଏମାନେ କୁକୁର ଛୁଆଟିକୁ ସାହାଯ୍ୟ କଲେ। ପରବର୍ତ୍ତୀ ପ୍ରଶ୍ନ ସେମାନେ ସାହାଯ୍ୟ କରିନଥିଲେ କୁକୁର ଛୁଆଟିର କ'ଣ ହେଇଥାନ୍ତା? ଏଠି ଲେଖିବ କୁକୁର ଛୁଆଟି ମରିଯାଇଥାନ୍ତା। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ତଳେ ଦିଆଯାଇଥିବା ଗୀତଟିକୁ ପଢ଼ି 6ରୁ 9 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଠିକ୍ ଅଛି ଗୋପାଳ ଭାଇନା ତାଙ୍କରି ନାମ, ବଗିଚା ଭିତରେ କରନ୍ତି କାମ, ନୀତି ଜାତି ଜାତି ଫୁଲ ଫୁଟାନ୍ତି, ଫୁଲ ବିକି ପରିବାର ଚଳାନ୍ତି। ଠିକ୍ ଅଛି ପ୍ରଥମ ପ୍ରଶ୍ନ ଅଛି କବିତାରେ କାହା କଥା କୁହାଯାଇଛି? ଏଠି ଲେଖିବ ଗୋପାଳ ଭାଇର କଥା କୁହାଯାଇଛି। ତାପରେ ଅଛି ଗୋପାଳ ଭାଇ କେଉଁଠାରେ କାମ କରନ୍ତି? ଗୋଟିଏ ଫୁଲ ବଗିଚାରେ କାମ କରନ୍ତି। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ବଗିଚାରେ କ'ଣ ଫୁଟେ? ବିଭିନ୍ନ ପ୍ରକାରର ଫୁଲ ଫୁଟେ। ତାପରେ ଫୁଲ ଆମର କେଉଁ କେଉଁ କାମରେ ଲାଗେ? ଫୁଲ ଠାକୁର ପୂଜା କରିବାରେ, ବିଭିନ୍ନ ପର୍ବପର୍ବାଣୀରେ ଏସବୁରେ କାମ ଲାଗିଥାଏ। 2ଟିର ନାମ କହିବ ପିଲାମାନେ। ଠିକ୍ ଅଛି ତାପରେ ପରବର୍ତ୍ତୀ ପ୍ରଶ୍ନ ତଳେ ଦିଆଯାଇଥିବା ଅକ୍ଷରକୁ ନେଇ ଖାଲି ସ୍ଥାନ ପୂରଣ କର। ଆମେ ଖାଲି ସ୍ଥାନ ପୂରଣ କରିବା। ଠିକ୍ ଅଛି ଏଠି ଅଛି ଗମ୍ବୁଜ, ଏଇ ଗମ୍ବୁଜ ଏହାକୁ ତୁମେ ଏଇଠି ଲେଖିବ। ତାପରେ ଅଛି ସମ୍ଭବ, ଏଇ ମବମ୍ଭକୁ ତୁମେ ଏଇଠି ଲେଖିବ ସମ୍ଭବ। ତାପରେ ଏଠି ଅଛି ସିମ୍ପାଞ୍ଜି, ଏ ସିମ୍ପାଞ୍ଜିକୁ ତୁମେ ଏଇଠି ଲେଖିବ। ତାପରେ ଅଛି ମନ୍ଥର, ତୁମେ ଏହାକୁ ଏଇଠି ଲେଖିବ। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଗପଟିକୁ କ୍ରମରେ ଲେଖ, ସଜାଇ କରି ଲେଖିବ। ଏଠି 4 ଗୋଟି ଧାଡ଼ି ଅଛି ପିଲାମାନେ, ତୁମେ ସଜାଇ କରି ଲେଖିବ। ପ୍ରଥମେ ଶେଷଟି ହେବ ଏହା 1 ହେବ, ତାପରେ ଏହା 2 ହେବ, ତାପରେ ଏହା 3 ନମ୍ବର ହେବ, ତାପରେ 4 ନମ୍ବର ହେବ। ଠିକ୍ ଅଛି ପ୍ରଥମେ ଏହାକୁ ଲେଖିବ, ତାପରେ ଏହାକୁ, ତାପରେ ଏହାକୁ, ତାପରେ ଏହାକୁ ଲେଖିବ। ଠିକ୍ ଅଛି ପରବର୍ତ୍ତୀ ପ୍ରଶ୍ନ ଦେଖିବା ଅସଜଡ଼ା ଶବ୍ଦକୁ ସଜାଇ ଲେଖିବ। ଠିକ୍ ଅଛି ତୁମେ ଏଠି ଲେଖିବ ସ୍ୱାଧୀନତା, ଏଠି ଲେଖିବ ସ୍ୱାଧୀନତା। ଠିକ୍ ଅଛି ତାପରେ ଏଠି ଲେଖିବ ଡାକ୍ତର, 2 ନମ୍ବର ଲେଖିବ ଡାକ୍ତର। ତାପରେ ଅଛି ତ ପର୍ବ ଅଛି, ତୁମେ ଏଠି ଲେଖିବ ପର୍ବତ, କ'ଣ ଲେଖିବ ପର୍ବତ। ତାପରେ ଅଛି ୟଳ ବିଦ୍ୟା ଅଛି, ତୁମେ ଏଠି ଲେଖିବ ବିଦ୍ୟାଳୟ। ଠିକ୍ ଅଛି ବିଦ୍ୟାଳୟ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା ଯେକୌଣସି 2ଟି ଶବ୍ଦକୁ ନେଇ ଗୋଟିଏ ଲେଖାଏଁ ବାକ୍ୟ ଗଠନ କର। ପିଲାମାନେ ଠିକ୍ ଅଛି ଗୋଟିଏ ଲେଖାଏଁ ବାକ୍ୟ ଲେଖିବ। ଏଠି ସପ୍ତାହ ଅଛି, ପଣସ ଅଛି, ବିଜ୍ଞାନ ଅଛି, ନିଶ୍ଚୟ। ଠିକ୍ ଅଛି ତୁମେ ଲେଖିବ ଆସନ୍ତା ସପ୍ତାହରେ ମୋ ବାପା ନିଶ୍ଚୟ ଆସିବେ।
ठीक अच्छे देख दुईटी शब्द लगिला यह भी लगिला ये शब्द भी लगिला ठीक सेहीपरि आसंता सप्ताह रे आमे विज्ञान पढ़िबू ठीक अच्छे तापर लिखिबो आसंता काली मु निश्चय पणस खाइबी तो पिलाने दुईटी शब्द आसीबो प्रत्येक वाक्य दुईटी शब्द आसीबो ठीक अच्छे ठीक सेहीपरि मु आसंता काली को निश्चय विज्ञान लिखिबी ठीक है दुईटी शब्द आसुथबो पिलाने प्रत्येक वाक्य दुईटी शब्द आसुथबो ठीक अच्छे ठीक अच्छे देखिबा परवर्ती प्रश्न कौन अच्छी चित्र देखि खाली स्थान पूरण कर प्रश्न नंबर 14 रु 16 ठीक अच्छे पोखरी रे कौन पहरुची ये चित्र को देखिक लिखिब माछ ये लिख तुम्हें माछ ठीक अच्छे तापर अच्छी वर्षा दिन डेस्क व्यवहार करा जाए कौन है छता ये लिख तुम्हें छता ठीक अच्छे तापर परवर्ती प्रश्न अच्छी गछ डाल रे कौन फुटी अनेक गुले फूल ये लिख तुम्हें फूल फूल फुटी ठीक अच्छे धन्यवाद पे भिडियो केमती लगे निश्चय कमेंट कर लाइक कर शेयर कर ठीक अच्छे धन्यवाद।